2025 ମସିହାରେ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ। ବୃହସ୍ପତି ମହାଗ୍ରହଙ୍କର ରାଶି ପରିବର୍ତ୍ତନ ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ଏହି କ୍ରମରେ ଆଜି ଜାଣିବା ବୃହସ୍ପତି ମହାଗ୍ରହଙ୍କର ରାଶି ପରିବର୍ତ୍ତନରେ ମଙ୍ଗଳ ମହାଗ୍ରହଙ୍କର ରାଶି ମେଷରାଶି ଜାତକ ବା ମେଷରାଶି ବ୍ୟକ୍ତିବିଶେଷ କ'ଣ ସବୁ ଫଳାଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃହସ୍ପତି ମହାଗ୍ରହ ବର୍ତ୍ତମାନ ରାଶିଚକ୍ରର ଦ୍ୱିତୀୟ ସ୍ଥାନ ବୃଷ ରାଶିରେ ଅବସ୍ଥାନ କରିଛନ୍ତି। ଚଳିତ 2025 ମସିହା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ଗୋଚରରେ ବୃଷ ରାଶିରୁ ବୁଧ ମହାଗ୍ରହଙ୍କର ରାଶି ତଥା ରାଶିଚକ୍ରର ତୃତୀୟ ରାଶି ମିଥୁନ ରାଶିରେ ପ୍ରବେଶ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦେବଗୁରୁ ବୃହସ୍ପତି ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ। ତେଣୁ ବୃହସ୍ପତିଙ୍କର ଦୃଷ୍ଟି ରାଶିଚକ୍ରର ଯେଉଁ ସ୍ଥାନ ଅଥବା ଯେଉଁ ଭାବ ଉପରେ ପଡ଼ିଥାଏ ସେହି ସ୍ଥାନ ବା ସେହି ଭାବର ବୃଦ୍ଧି ଘଟିଥାଏ। ବୃହସ୍ପତିଙ୍କର ଦୃଷ୍ଟିକୁ ବହୁତ ଶୁଭ ଦୃଷ୍ଟି ହିସାବରେ ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କର 3 ଗୋଟି ଦୃଷ୍ଟିକୁ ପୂର୍ଣ୍ଣ ଦୃଷ୍ଟି ହିସାବରେ ନିଆଯାଇଥାଏ। ପଞ୍ଚମ ଦୃଷ୍ଟି, ନବମ ଦୃଷ୍ଟି ଏବଂ ସପ୍ତମ ଦୃଷ୍ଟି। ବୃହସ୍ପତି ରାଶି ଚକ୍ର ଅଥବା ଜାତକ ଚକ୍ରର ଯେଉଁ ସ୍ଥାନରେ ଅବସ୍ଥାନ କରିଥାନ୍ତି ସେହି ସ୍ଥାନର ପଞ୍ଚମ ସ୍ଥାନ, ସପ୍ତମ ସ୍ଥାନ ଓ ନବମ ସ୍ଥାନ ଉପରକୁ ପୂର୍ଣ୍ଣ ଦୃଷ୍ଟି ପ୍ରଦାନ କରିଥାନ୍ତି। ଏହାଛଡ଼ା ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ, ସପ୍ତମ, ପଞ୍ଚମ, ନବମ ଓ ଏକାଦଶ ଭାବରେ ବୃହସ୍ପତି ଅବସ୍ଥାନ କଲେ ଜାତକକୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାନ୍ତି। ସେଥିପାଇଁ ଏକ ପ୍ରସିଦ୍ଧ ଜ୍ୟୋତିଷୀୟ ଶ୍ଲୋକ ରହିଅଛି। ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ ସୂତାର୍ଥ ଲାଭ ନବପଞ୍ଚକେଷୁ ଜାମିତ୍ର ସଂସ୍ତେ ବିପୁଳାଞ୍ଚ ଲକ୍ଷ୍ମୀ ଏକାଦଶେ ସର୍ବ ଶୁଭ ଫଳ। ଏହାର ସରଳ ଅର୍ଥ ହେଲା ଜୀବ ମାନେ ବୃହସ୍ପତି ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କଲେ ଜାତକକୁ ଧନଧାନ୍ୟରେ ସମ୍ପନ୍ନ କରାଇଥାନ୍ତି। ପଞ୍ଚମ ଓ ନବମ ସ୍ଥାନରେ ରହିଲେ ପୁତ୍ର ଓ ଅର୍ଥ ପ୍ରଦାନ କରନ୍ତି। ସପ୍ତମ ସ୍ଥାନରେ ରହିଲେ ବିପୁଳ ଲକ୍ଷ୍ମୀ ବା ବିପୁଳ ଧନ ପ୍ରଦାନ କରିଥାନ୍ତି। ଚନ୍ଦ୍ର ରାଶିର ଏକାଦଶ ସ୍ଥାନରେ ଅବସ୍ଥାନ କଲେ ବ୍ୟକ୍ତିକୁ ସମସ୍ତ ପ୍ରକାର ଶୁଭ ଫଳ ପ୍ରଦାନ କରିଥାନ୍ତି। ବୃହସ୍ପତି ଗୋଟିଏ ରାଶିରେ ପ୍ରାୟ 13 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ସେଥିପାଇଁ ନୈସର୍ଗିକ ଶୁଭଗ୍ରହ ବୃହସ୍ପତିଙ୍କ ସାନ୍ନିଧ୍ୟରେ ମଣିଷ ଜୀବନରେ ବିରାଟ ପରିବର୍ତ୍ତନ ଆସିଥାଏ ଏବଂ ବୃହସ୍ପତି ଏହି ଦ୍ୱାଦଶ ରାଶିଚକ୍ରକୁ ପରିଭ୍ରମଣ କରିବା ପାଇଁ ପ୍ରାୟ 12 ବର୍ଷ ସମୟ ନେଇଥାନ୍ତି। ବୃହସ୍ପତି ମହାଗ୍ରହ ରାଶିଚକ୍ରର ଗୋଟିଏ ରାଶିରୁ ବାହାରି ସେହି ରାଶିରେ ପହଞ୍ଚିବାକୁ 12 ବର୍ଷ ସମୟ ନେଉଥିବାରୁ କୁହାଯାଇଥାଏ ପ୍ରତି 12 ବର୍ଷରେ ଥରେ ମଣିଷ ଜୀବନରେ ଭାଗ୍ୟର ପରିବର୍ତ୍ତନ ଆସିଥାଏ। ରାଶିଚକ୍ରର ନବମ ରାଶି ଧନୁ ରାଶି ଓ ଦ୍ୱାଦଶ ରାଶି ମୀନ ରାଶିର ଅଧିପତି ବୃହସ୍ପତି 2025 ମସିହା ମେ ମାସ 14 ତାରିଖ ଠାରୁ ମିଥୁନ ରାଶିରେ ଅବସ୍ଥାନ କଲେ ମେଷ ରାଶି ପାଇଁ ତୃତୀୟ ଭାବ ମିଥୁନ ରାଶିରେ ଅବସ୍ଥାନ କରିବେ ଏବଂ ପ୍ରାୟ 13 ମାସ ପର୍ଯ୍ୟନ୍ତ ମିଥୁନ ରାଶିରେ ହିଁ ରହିବେ। କିନ୍ତୁ ଅକ୍ଟୋବର 19 ତାରିଖ ଦିନ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବେ। ପୁଣି ଡିସେମ୍ବର ମାସ 4 ତାରିଖ ଦିନ ମିଥୁନ ରାଶିକୁ ପ୍ରତ୍ୟାବର୍ତ୍ତନ କରିଯିବେ। ଜାଣିବା ମିଥୁନ ରାଶିରେ ବୃହସ୍ପତିଙ୍କର 13 ମାସ ଗୋଚର କରିବାରେ ମେଷରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳାଫଳ ପ୍ରାପ୍ତ ହେବେ। ମିଥୁନ ରାଶିତ ବୃହସ୍ପତି ପଞ୍ଚମ ଦୃଷ୍ଟିରେ ମେଷ ରାଶିର ସପ୍ତମ ଭାବକୁ ଚାହିଁବା ମେଷ ରାଶି ଜାତ ବ୍ୟକ୍ତି
ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଧନ ଉପାର୍ଜନ କରିବାର ସଂକେତ ଦେଇଥାଏ। ନୂତନ ବାଣିଜ୍ୟ ବେପାର ଆରମ୍ଭ କରିପାରନ୍ତି। ବ୍ୟବସାୟିକ କର୍ମରେ ପଶ୍ଚିମ ଦିଗକୁ ଯାତ୍ରା କରିବେ ଏବଂ ସଫଳତା ମଧ୍ୟ ପାଇବେ। ଭାଗୁଆଳି ବେପାର କରୁଥିଲେ ବେପାରରୁ ଲାଭ ମିଳିବ, କିନ୍ତୁ ସହଯୋଗୀଙ୍କ ସହିତ ମତାନ୍ତର ଦେଖାଯିବାର ସମ୍ଭାବନା ରହିଅଛି। ଦାମ୍ପତ୍ୟ ଜୀବନରେ କଳହ ଦେଖାଯିବାର ସମ୍ଭାବନା। ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାର ଅଭାବ ଦେଖାଯିବ। ଯାତ୍ରାର ଯୋଗ ଅଛି। ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି ମେଷ ରାଶିର ନବମ ଭାବ ତଥା ନିଜ ଘର ଧନୁରାଶି ଉପରେ ରହୁଥିବାରୁ ଏହି ସମୟଟି ମେଷ ରାଶି ପାଇଁ ଭାଗ୍ୟୋନ୍ନତିର ସମୟ ରହିବ। ମେଷରାଶି ବ୍ୟକ୍ତି ବ୍ରାହ୍ମଣ ପ୍ରିୟ ହେବେ। ଦିଅଁ ଦେବତାଙ୍କ ପ୍ରତି ମନ ଆକୃଷ୍ଟ ହେବ। ପୂର୍ବ ଜନ୍ମର କୃତ ଫଳ ଭୋଗ କରିବେ। ଚାକିରି କରୁଥିଲେ ବଦଳି ହେବାର ପୂର୍ଣ୍ଣ ସମ୍ଭାବନା ଦେଖାଯାଉଅଛି। ଆଧ୍ୟାତ୍ମିକ ଜଗତ ପ୍ରତି ଆକୃଷ୍ଟ ହେବେ। ବୃହସ୍ପତିଙ୍କର ନବମ ଦୃଷ୍ଟି ମେଷ ରାଶିର ଏକାଦଶ ଭାବ କୁମ୍ଭ ରାଶି ଉପରେ ରହୁଥିବାରୁ ଆୟ ଆଶାଠାରୁ ଅଧିକ ହେବ। ପ୍ରଚୁର ଲାଭ କମାଇବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହୋଇଯିବ, କିନ୍ତୁ ଲାଭାଧିପତି ଶନି ବ୍ୟୟ ଭାବରେ ଥିବାରୁ ବ୍ୟୟର ଭାର ମଧ୍ୟ ବହୁ ଗୁଣରେ ବଢ଼ିଯିବ। ଶରୀର ଅସୁସ୍ଥ ରହିପାରେ। ମାନସିକ ଦୁର୍ବଳତା ଦେଖାଯିବ। ଘରେ ବଡ଼ ଭାଇ କିମ୍ବା ବଡ଼ ଭଉଣୀଙ୍କ ସହିତ ମତପାର୍ଥକ୍ୟ ଦେଖାଦେଇପାରେ। ଏ ତ ଗଲା ମୋଟାମୋଟି ଭାବରେ ମେଷ ରାଶି ପାଇଁ 2025 ମସିହାରେ ବୃହସ୍ପତି ମହାଗ୍ରହଙ୍କର ଗୋଚରର ଫଳାଫଳ। ବୃହସ୍ପତି ମହାଗ୍ରହଙ୍କର ଗୋଚରରେ ମେଷ ରାଶି ପାଇଁ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରନ୍ତୁ ଏବଂ ବ୍ରାହ୍ମଣଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ବୃହସ୍ପତିଙ୍କର ବୀଜ ମନ୍ତ୍ର ଓମ୍ ବ୍ରୂଂ ବୃହସ୍ପତୟେ ନମଃ ଜପ କରନ୍ତୁ। ହନୁମାନ ଚାଳିସା ପଠନରେ ବହୁତ ଗୁଡ଼ିଏ ଶୁଭ ଫଳ ପ୍ରାପ୍ତ ହେବେ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ନିୟମିତ ବ୍ୟବଧାନରେ ଦର୍ଶନ କଲେ ରହିଥିବା ଦୋଷ ଖଣ୍ଡନ ହୋଇ ବ୍ୟକ୍ତିର ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହେବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।